ଆସନ୍ତୁ ଶୁଣିବା ଏକ ସଚ୍ଚୋଟ କୃଷକର କାହାଣୀ। ଗୋଟିଏ ଗାଁରେ ଜଣେ ଗରିବ କୃଷକ ଥିଲେ। ସେ ଜଣେ ସଚ୍ଚୋଟ ଏବଂ ପରିଶ୍ରମୀ ବ୍ୟକ୍ତି ଥିଲେ। ସେ ତାଙ୍କର ଗୋଟିଏ ଛୋଟ ଚାଷ ଜମିରେ କାମ କରୁଥିଲେ ଏବଂ ବହୁତ ଖୁସିରେ ଥିଲେ। ପୁରା ଗାଁରେ ଚାଷୀଙ୍କ ସଚ୍ଚୋଟତା ବିଷୟରେ ଅନେକ ଆଲୋଚନା ହେଉଥାଏ। ତାଙ୍କର ଜଣେ ସାଙ୍ଗ ଥିଲେ ଯିଏ ସେହି ଗାଁର ରାଜାଙ୍କ ପାଖରେ ସିପାହୀ ଭାବରେ କାମ କରୁଥିଲେ। ପ୍ରତିଦିନ ସେ ଚାଷୀଙ୍କ ଘରକୁ ଯାଉଥିଲେ। ଥରେ ରାଜା ତାଙ୍କ ରାଜଦରବାରରେ ଘୋଷଣା କଲେ ଯେ ତାଙ୍କ ବଗିଚାରେ କାମ କରିବା ପାଇଁ ଗୋଟିଏ ଭଲ କାରିଗର ଆବଶ୍ୟକ ଅଛି, ଯିଏ ତାଙ୍କ ବଗିଚାର ଗଛ, ଉଦ୍ଭିଦ ଏବଂ ଫଳର ଯତ୍ନ ନେଇପାରୁଥିବ। ରାଜା ଘୋଷଣା କଲା ପରେ କୃଷକଙ୍କର ସାଙ୍ଗ ସିପାହୀ ଭାବିଲେ ଯେ ଏହା ହେଉଛି ସଠିକ୍ ସମୟ। ସେ କୃଷକଙ୍କ ସହିତ ବନ୍ଧୁତା ବାନ୍ଧିବାର ପ୍ରମାଣ କରିପାରିବେ। ମୁଁ ତାଙ୍କୁ ବଗିଚାର କାମ କରିବାକୁ ନେଇ ଆସିବି ଏବଂ ସେ ମଧ୍ୟ ମୋ ସହିତ ରହିବେ ଏବଂ କୃଷକ ବି ଉପକୃତ ହେବ। ଏହା ଭାବି ସେ ରାଜାଙ୍କୁ କହିଲେ, ମହାରାଜ, ମୁଁ ଆପଣଙ୍କ ପାଇଁ ଜଣେ ଲୋକ ଆଣିଦେବି, ଯିଏ ଏହି କାମକୁ ଭଲ ଭାବେ କରିପାରିବ। ତାପରେ ରାଜା ସେ ସିପାହୀକୁ କହିଲେ, ହଉ ଯାଅ, ଆସନ୍ତାକାଲିଠାରୁ ତାକୁ ବଗିଚାରେ କାମ କରିବାକୁ କହିଦିଅ। ସେହି ସମୟରେ ସିପାହୀ ତାଙ୍କ ବନ୍ଧୁ କୃଷକ ପାଖକୁ ଯାଇ କୃଷକଙ୍କୁ ବଗିଚାର କାମ ବିଷୟରେ ସବୁକିଛି କହିଲେ ଏବଂ କୃଷକ ମଧ୍ୟ ଖୁସିରେ କାମ କରିବାକୁ ରାଜି ହୋଇଗଲେ। ଏବଂ ତା ପରଦିନ ସେ ନିଜ ସାଙ୍ଗ ସହିତ ରାଜପ୍ରସାଦରେ ପହଞ୍ଚିଗଲେ। ସିପାହୀ ତାଙ୍କୁ ରାଜାଙ୍କ ନିକଟକୁ ନେଇଗଲେ ଏବଂ ରାଜା ସେ କୃଷକକୁ ବଗିଚାର ସବୁ ଯତ୍ନ ନେବାର କାମ ଦେଇଦେଲେ ଏବଂ କହିଲେ, ଯଦି ତୁମେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କାମ କର, ମୁଁ ତୁମକୁ ପ୍ରତି ମାସରେ 50ଟି ସୁନା ମୁଦ୍ରା ଦେବି। କୃଷକ ଖୁସି ଖୁସିରେ ବଗିଚାର କାମ କରିବା ପାଇଁ ରାଜି ହୋଇଗଲା ଏବଂ ସେ ସେହି ଦିନଠାରୁ ବଗିଚାର କାମ କରିବାକୁ ଆରମ୍ଭ କରିଦେଲା। କୃଷକଟି ବଗିଚାରେ କଠିନ ପରିଶ୍ରମ କରିବାକୁ ଲାଗିଲା। କିଛି ଦିନ ବିତିଗଲା। କୃଷକ ଉଦ୍ୟାନକୁ ବହୁତ ସୁନ୍ଦର ଏବଂ ସବୁଜ ସବୁଜ କରିଦେଲା। ରାଜା ତାଙ୍କର କାମକୁ ଦେଖି ବହୁତ ଖୁସି ହେଲେ। ଦିନେ ଚାଷୀ ବଗିଚାରେ ଖୋଳାଖୋଳି କରୁଥିବା ସମୟରେ ସେ ଭୂମି ତଳେ କିଛି ଅଛି ଏଭଳି ଅନୁଭବ କଲା। ତାପରେ ସେ ଅଧିକ ଖୋଳିବାକୁ ଲାଗିଲା। ଖୋଳିବା ପରେ ସେ ଦେଖିଲା ସେଠାରେ ଗୋଟିଏ ବଡ଼ ସିନ୍ଦୁକ ଅଛି। କୃଷକ ସେହି ସିନ୍ଦୁକକୁ ବାହାର କରି ଖୋଲିଦେଲା। ଖୋଲିଲା ପରେ ସେ କ'ଣ ଦେଖିଲା ନା ଏହା ସୁନା ରୂପାରେ ପରିପୂର୍ଣ୍ଣ ଥିଲା। କୃଷକ ଏହା ଦେଖି ବହୁତ ଖୁସି ହୋଇଗଲା ଏବଂ ସେ ନିଜର ସଚ୍ଚୋଟତା ଦେଖାଇବା ପାଇଁ ରାଜାଙ୍କ ନିକଟକୁ ଚାଲିଗଲା ଏବଂ ସେ ରାଜାଙ୍କୁ ସବୁକିଛି ଜଣାଇଦେଲା। ରାଜା କୃଷକର ସଚ୍ଚୋଟତା ଦେଖି ବହୁତ ଖୁସି ହେଲେ ଏବଂ ସେ ତାଙ୍କ ସହିତ ଗଲେ ଯେଉଁଠାରେ କୃଷକ ଧନ ବାହାର କରି ରଖିଥିଲା। ରାଜା ଦେଖିଲେ ଏବଂ କହିଲେ ଯେ ଏହି ଧନ ଆମର ପୂର୍ବପୁରୁଷଙ୍କର ଅଟେ। ଆମେ ଏହାକୁ ବହୁତ ବର୍ଷ ଧରି ଖୋଜୁଛୁ। ଏହି ସୁନା ରୂପା ଦେଖି ରାଜା ବହୁତ ଖୁସି ହେଲେ ଏବଂ ତାପରେ ଦିନେ ରାଜା କୃଷକଙ୍କୁ ପଚାରିଲେ, ତୁମେ କେଉଁ ପୁରସ୍କାର ଚାହୁଁଛ? କୃଷକ କହିଲେ, ଛାମୁଁ, ମୁଁ କିଛି ଚାହେଁ ନାହିଁ। ମୋ ପାଖରେ ଯାହା ଅଛି ମୁଁ ସେଥିରେ ବହୁତ ଖୁସିରେ ଅଛି। ତାଙ୍କଠାରୁ ଏପରି କଥା ଶୁଣି ରାଜା ଆହୁରି ଖୁସି ହେଲେ ଏବଂ ସେ କୃଷକଙ୍କୁ ତାଙ୍କର ମନ୍ତ୍ରୀ କରିବାକୁ ସ୍ଥିର କଲେ ଏବଂ କହିଲେ, ଏହା ମୋର ଆଦେଶ। ତେଣୁ କୃଷକ ରାଜାଙ୍କ କଥା ଶୁଣି ରାଜାଙ୍କର ମନ୍ତ୍ରୀ ହେଲା। ତେଣୁ ବନ୍ଧୁଗଣ, ଏହା ହେଉଛି ସବୁଠାରୁ ବଡ଼ ସଚ୍ଚୋଟତା, ଯାହାଦ୍ୱାରା ଜଣେ ଗରିବ ଲୋକ କୃଷକରୁ ରାଜାଙ୍କର ମନ୍ତ୍ରୀ ହେଲା। ତେବେ ବନ୍ଧୁଗଣ, ଆପଣ ଏହି ସଚ୍ଚୋଟତାର କାହାଣୀକୁ କିପରି ପସନ୍ଦ କଲେ? ଯଦି ଆପଣ ଏହାକୁ ପସନ୍ଦ କରନ୍ତି, ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ମୁଁ ଆପଣଙ୍କ ପାଇଁ ନୂଆ ନୂଆ କାହାଣୀର ଅପଡ଼େଟ୍ ନେଇ ଆସିବି। ଧନ୍ୟବାଦ।